ବର୍ଷ ତଳର ଭଜନ। ଆଜ୍ଞା, ଖୁବ୍ ଚମତ୍କାର ସୁନ୍ଦର ସଙ୍ଗୀତ ଥିଲା। ଆଉ ପ୍ରବଳ ଦାନ୍ତ ଦାନ୍ତ କଣକଣି ହଉଛି, ଯନ୍ତ୍ରଣା ହଉଛି। ଆପଣଙ୍କୁ ଆଜିର ସନ୍ଧ୍ୟାରେ ଆପଣଙ୍କୁ ଧନ୍ୟବାଦ। ଉପସ୍ଥିତ ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ଶୁଭ ସନ୍ଧ୍ୟା। ସମସ୍ତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ପ୍ରଣାମ। ପ୍ରଣାମ। ଆମେ ସମସ୍ତେ ଶ୍ରୀମଦ୍ ଭଗବଦ୍ ଗୀତାର ସେ ଶେଷ ଅଧ୍ୟାୟ ମୁଖ ସନ୍ନ୍ୟାସ ଯୋଗ ସମ୍ବନ୍ଧରେ ଭଗବାନ ଦିବ୍ୟଗୁରୁ ଶ୍ରୀକୃଷ୍ଣଙ୍କର ପ୍ରଦତ୍ତ ଯେଉଁ ମୁକ୍ତିର ମାର୍ଗ ପାଇଁ କର୍ମ ଭକ୍ତି ଓ ଜ୍ଞାନର ଭୂମିକା ସମ୍ବନ୍ଧରେ ଭଗବାନ ଏଠି ଆଲୋଚନା କରୁଛନ୍ତି। କର୍ମଯୋଗୀର ନିରାସକ୍ତ ନିଷ୍ଠା, କର୍ମ ଓ ଭକ୍ତି ଦ୍ୱାରା କିପରି ଜଣେ କର୍ମଯୋଗୀ ଓ ନିଷ୍ଠାପର ଭକ୍ତ କିପରି ଦିବ୍ୟ ଜ୍ଞାନର ଅଧିକାରୀ ହୋଇଥାଏ, ସେହି ସମ୍ବନ୍ଧରେ ସେ ଆଲୋଚନା କରିବା ସହିତ ସେ ଦିବ୍ୟ ଜ୍ଞାନର ଊର୍ଜା କିପରି ଗୋଟେ ଜୀବକୁ ପରମ ଅନନ୍ତ ଜ୍ଞାନର ସହିତ ଏକ ମିଳନ କରାଇ ପାରିବ ଏବଂ କରି ଜୀବ ପରମର ଏକ ମିଳନ ସଂଗଠିତ ହେବ। ଏବଂ ଜୀବ ଯଥାର୍ଥରେ ସମସ୍ତ ନିମ୍ନ ଶକ୍ତିର ଆକ୍ରମଣରୁ ମୁକ୍ତ ପାଇ କିପରି ସଂସାରର ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇ ସେ ସକଳ ବାଧା, ସକଳ ଦୁଃଖ, ସକଳ ନୈରାଶ୍ୟରୁ ମୁକ୍ତି ପାଇ ସେହି ଦିବ୍ଦର୍ଶନ ଲାଭ କରିବ ଏବଂ ସେହି ଦିଗରେ ନିଜକୁ ପରିଚାଳିତ କରିବ। ପରମ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଏଟା ଆଲୋଚନା କରୁଛନ୍ତି। ଆମେ ବର୍ତ୍ତମାନ ସେହି ଅନନ୍ତ ଜ୍ଞାନ ଲାଭ କରିବା ପାଇଁ ଅଭିଳାଷୀ ଭକ୍ତ କର୍ମୀ। ଆମେ ସେହି ପରମ ପ୍ରଭୁଙ୍କର ଚରଣରେ ନିଜକୁ ସମର୍ପଣ କରିବା ଏବଂ ଗୀତା ଅଧ୍ୟୟନ କାର୍ଯ୍ୟକ୍ରମ ଆରମ୍ଭ କରିବା। ଏହି ଗୀତା ଅଧ୍ୟୟନ କରିବା ପୂର୍ବରୁ ଆମେ ସେହି ପରମ ବୀଜ ମନ୍ତ୍ର ଓଁକାର ନାଦକୁ ତ୍ରିବାର ଉଚ୍ଚାରଣ କରିବା ଏବଂ ଆଜି ଶ୍ରୀମଦ୍ ଭଗବଦ୍ ଗୀତାର ମନ୍ତ୍ର ଗୁଡ଼ିକ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ଶ୍ରବଣ କରିବା। ଆମେ ବର୍ତ୍ତମାନ ସେ ଓଁକାର ନାଦ ଉଚ୍ଚାରଣ କରିବା। हे परमोच्च प्रभु चिरंतन सत्य, आमे केवल तुमरी आज्ञावह उठू ओ सत्यर विधान को आश्रय करी जीवन धारण करू। उपस्थित समस्तंकु सही श्रीमद् भगवद गीतार महासमुद्र भितर को स्वागत करी। ते परम प्रभु भगवान आनंदकंद श्रीहरि दिव्य गुरु श्रीकृष्ण से अर्जुन के माध्यम आमको एक परम ज्ञानर अधिकारी कराउछंती। जे परम पुरुष परमात्मा से कहउछंती जे मु जेते बेले अर्थात से परम पुरुष परमात्मा जेते बेले ये अव्यक्त प्रकृति रूप से निजक सर्जना करुछंती
ସେ ପରା ପ୍ରକୃତିରୁ ଜାତ ଏହି ଅପରା ପ୍ରକୃତି ସେ ଯେତେବେଳେ ଏହି ବିଶ୍ୱ ପ୍ରକୃତିରେ ରୂପାନ୍ତରିତ ହେଉଛି, ସେ ସତ ରଜ ତ୍ରିଗୁଣ ଶକ୍ତିକୁ ଧାରଣ କରି ଏ ବିଶ୍ୱରେ ପରିପ୍ରକାଶ କରୁଛନ୍ତି। ପ୍ରକୃତିର ସେହି ବିବର୍ତ୍ତନ କ୍ରମରେ ଆମେ ଜାଣିଛୁ ଯେ ମଣିଷ ସୃଷ୍ଟି ହେଲା, ଆଉ ମଣିଷ ହେଉଛି ପ୍ରକୃତିର ଶ୍ରେଷ୍ଠ ଅଭିବ୍ୟକ୍ତି। ସେ ଶ୍ରେଷ୍ଠ ଅଭିବ୍ୟକ୍ତି ହେଲେ ମଧ୍ୟ ତା ଭିତରେ ମଧ୍ୟ ସେହି ସତ ରଜ ତମ ପ୍ରକୃତିର ଗୁଣକୁ ବହନ କରି ଏହି ମଣିଷ ଜନ୍ମଗ୍ରହଣ କରିଛି ଧରାଧାମରେ। ତେଣୁ ସତ ରଜ ତମ এই ତିନି ଗୁଣ ଯେଉଁ ବ୍ୟକ୍ତି ଭିତରେ ସମାନ ଭାବରେ ବହନ କରୁଥାଏ, ଭଗବାନ କହୁଛନ୍ତି ସେହି ବ୍ୟକ୍ତି ଗୋଟେ ଉପଯୁକ୍ତ ମାନବ ଭାବରେ ସଂସାରରେ ବନ୍ଦିତ ହୁଏ। ତା ସତ ଆଉ ରଜ ଆଉ ତମ ଗୁଣ ଅନୁପାତଟା ସମାନ ଥାଏ। ସେ ଜଣେ ଉପଯୁକ୍ତ ମାନବ ହେଇ ଏ ଜଗତରେ ବନ୍ଦିତ ହୁଏ। ଆଉ ଯେଉଁ ବ୍ୟକ୍ତି ଜଣଙ୍କ ଭିତରେ ସତ୍ୱଗୁଣର ପରିମାଣ ରଜ ତମ ଗୁଣ ଅପେକ୍ଷା ଟିକେ ଅଧିକ ହୁଏ, ସେ ନିଶ୍ଚିତ ଭାବରେ ଏକ ମାନବତ୍ୱର ଜୀବନ ବା ଦିବ୍ୟ ଜୀବନକାଂକ୍ଷୀ ହେଇଥାଏ। ତା ଭିତରେ ଗୋଟେ ଦିବ୍ୟ ଜୀବନ ପାଇଁ ଅଳ୍ପ ବହୁତ ଗୋଟେ ସଂକଳ୍ପ ଆସିଥାଏ। ତା ଭିତରେ ଗୋଟେ ଦିବ୍ୟ ଗୁଣକୁ ସେ ବହନ କରି ପ୍ରକାଶିତ ହୁଏ ଏବଂ ତା ଭିତରେ ଗୋଟେ ଦିବ୍ୟାକାଂକ୍ଷା ଜନ୍ମ ଲାଭ କରେ। ଆଉ ଯେଉଁ ଲୋକ ଭିତରେ ରଜଗୁଣ ଅଧିକ ତମ ଗୁଣ ଏବଂ ସତଗୁଣ ଅପେକ୍ଷା ଅଧିକ ଥାଏ, ସେ ଗୁଣ ଟିକେ ଅହଙ୍କାରୀ, ସେ ବ୍ୟକ୍ତିଟି ଅହଙ୍କାରୀ ହେଇଥାଏ, ପରିଶ୍ରମୀ ହେଇଥାଏ, ପରାକ୍ରମୀଶାଳୀ ହେଇଥାଏ, ଉଚ୍ଚାଭିଳାଷୀ ହେଇଥାଏ ଏବଂ ସେ ଧନ ପାଇଁ କ୍ଷମତା ପାଇଁ ସେ ସଂଗ୍ରାମ କରେ। ଆଉ ଯେଉଁ ବ୍ୟକ୍ତି ତମ ଗୁଣର ଅଧିକାରୀ ହେଇଥାଏ, ସେ କିପରି ଆଳସ୍ୟ ପରାୟଣ ହୁଏ, କର୍ମ ପ୍ରତି ତାର ଇଚ୍ଛା ନଥାଏ, ଭାଗ୍ୟକୁ ନିନ୍ଦୁଥାଏ, ଉଚ୍ଚାକାଂକ୍ଷା ନଥାଏ ବା ଭଗବାନଙ୍କ ପ୍ରତି ଗୋଟେ ବିଶ୍ୱାସ ମଧ୍ୟ ନଥାଏ ଏବଂ ନିଜ ପ୍ରତି ମଧ୍ୟ ବିଶ୍ୱାସ ନଥାଏ। ଭଗବାନ ଏଠି ସୁନ୍ଦର ଭାବରେ କହୁଛନ୍ତି, ଏ ବିଶ୍ୱ ସ୍ୱର୍ଗ ଏବଂ ମର୍ତ୍ତ ଏ ଦୁଇଟା ଦ୍ୱାରା ତିଆରି। ସ୍ୱର୍ଗରେ ଯେମିତି ଦେବତାମାନେ ଅଛନ୍ତି ଏବଂ ମର୍ତ୍ତରେ ମାନବମାନେ ଏବଂ ଜୀବମାନେ ଅଛନ୍ତି, କିନ୍ତୁ ଏ ଦୁଇ ଜଣ ସ୍ୱର୍ଗ କିମ୍ବା ମର୍ତ୍ତ, ଦେବତା କିମ୍ବା ମାନବ, ଏ ସମସ୍ତେ ପ୍ରକୃତିରୁ ଜାତ। ତେଣୁ କେହି ବି ଏ ପ୍ରକୃତିର ଫାଶରୁ କେହି ବି ମୁକ୍ତ ନୁହନ୍ତି। ତେଣୁ ବ୍ୟକ୍ତି ଯଥାର୍ଥରେ ଜ୍ଞାନ ଯେତେବେଳେ ଅଧିକାରୀ ହୁଏ, ସେ ନିଜ ଭିତରେ ଥିବା ସତ୍ୱ ଗୁଣକୁ ପରିବର୍ଦ୍ଧିତ କରିପାରେ ଏବଂ ସତ୍ୱ ଗୁଣର ଯିଏ ପ୍ରକୃତରେ ନିଜର ଅଗ୍ରଗତି ପାଇଁ ଆସ୍ପୃହା ଯାହା ଭିତରେ ଆସ୍ପୃହା ଜାତ ହେଇଥାଏ, ଯେ ଇଚ୍ଛା କରିଥାଏ, ସେ ପ୍ରକୃତରେ ସତ୍ୱ ଗୁଣକୁ ଚିହ୍ନେ ଏବଂ ତାକୁ ପରିବର୍ଦ୍ଧିତ କରେ ଏବଂ ସେ ନିଜେ এই ଗୁଣାତୀତ ହେବା ପାଇଁ ସେ ଭଗବାନକୁ ପ୍ରାର୍ଥନା କରେ। ଭଗବାନ ସେଠି ଆଲୋଚନା କରୁଛନ୍ତି ଯେ କିପରି ଭାବରେ ଜଣେ ଗୁଣାତୀତ ହେଇପାରିବ, ସେ ବିଷୟରେ ଆଲୋଚନା ମଧ୍ୟ ସେ କରୁଛନ୍ତି। ଏହା ସହିତ ଭଗବାନ କହୁଛନ୍ତି ଯେ ଏଇ ଗୁଣ ଆଉ କର୍ମ ଅନୁସାରେ ମୁଁ ହିଁ ଚତୁର୍ବର୍ଣ୍ଣଂ ମୟା ସୃଷ୍ଟ ଗୁଣ କର୍ମ ବିଭାଗସ। ପୂର୍ବରୁ ଯେଉଁ କହୁଥିଲେ ଯେ ଗୁଣ ଆଉ କର୍ମ ଅନୁସାରେ ମୁଁ ଏ ଚତୁର୍ବର୍ଣ୍ଣକୁ ନିଜେ ହିଁ ସୃଷ୍ଟି କରିଛି, ବିଭକ୍ତ କରିଛି। ଯେଉଁମାନେ ନିଜର ଇନ୍ଦ୍ରିୟକୁ ଦମନ କରି, ଇନ୍ଦ୍ରିୟକୁ ସଂଯମ କରି ଅନ୍ତଃକରଣ ଦ୍ୱାରା ତଥା ତପ ଆଚରଣ କରନ୍ତି, ଅହଙ୍କାରକୁ ବର୍ଜନ କରନ୍ତି, ସରଳ ଜୀବନଯାପନ କରନ୍ତି, ଯଜନ ଯାଜନ କରନ୍ତି, ଅଧ୍ୟୟନ ଅଧ୍ୟାପନା କରନ୍ତି ଏବଂ ଜ୍ଞାନର ଚର୍ଚ୍ଚା କରନ୍ତି, ଆଉ ସେହି ପ୍ରକାର ବ୍ୟକ୍ତି ବ୍ରାହ୍ମଣ ପଦବାଚ୍ୟ। ଆଉ ଯେଉଁମାନେ ଧୈର୍ଯ୍ୟଶୀଳ, ଶୌର୍ଯ୍ୟଶୀଳ, ତେଜଶୀଳ, ବଳବାନ, ଯାହାଙ୍କ ଭିତରେ ଧୈର୍ଯ୍ୟ ଗୁଣ ଅଧିକ ଥାଏ,
ଉଚ୍ଚାଭିଳାଷୀ, ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ଦରିଦ୍ରକୁ ଦାନ କରି ଦାନୀ ବୋଲେଇ ହୁଏ ଏବଂ ପରାକ୍ରମୀ ଯୁଦ୍ଧଶୀଳ ବ୍ୟକ୍ତି ହୁଏ। ସେ ଆମରଣ ଯୁଦ୍ଧ କରୁଥାଏ, ଯୁଦ୍ଧରୁ କେବେ ସେ ପଳାୟନ କରେ ନାହିଁ। ସେ ନିର୍ଭୀକ ବ୍ୟକ୍ତିକୁ ମୁଁ କ୍ଷତ୍ରିୟ ପଦବାଚ୍ୟ କରିଛି। ଆଉ ଯେଉଁ ବ୍ୟକ୍ତି ଧନୀ ହେବାକୁ ଚାହେଁ, ଅର୍ଥ ଦ୍ରବ୍ୟ ସଞ୍ଚୟ କରିବାକୁ ମନ ବଳାଏ, ସେଥିପାଇଁ ସେ କୃଷି କାର୍ଯ୍ୟ କରେ, ଗୋରକ୍ଷଣ କରେ, ବାଣିଜ୍ୟ କାରବାର କରେ। ସେ ପ୍ରକାର ବ୍ୟକ୍ତିକୁ ମୁଁ ବୈଶ୍ୟ ପଦବାଚ୍ୟ। ଏବଂ ଆଉ ଯେଉଁ ବ୍ୟକ୍ତି ଅନ୍ୟର ସେବା କରେ, ସେ ତା ଶିକ୍ଷା ଦୀକ୍ଷା ତା ପାଖରେ ନଥାଏ, ମୂଲ ଲାଗି ଚଳେ, ଯେପରି ତଳ ସ୍ତରର ବ୍ୟକ୍ତି, ଅର୍ଥାତ୍ ଯାହା ପାଖରେ ଯେଉଁମାନେ ସବୁ ଜ୍ଞାନରୁ ବଞ୍ଚିତ ହୋଇଥାନ୍ତି, ଅନେକ ପ୍ରକାରର ମୌଳିକ ବସ୍ତ୍ର ବା ମୌଳିକ ବସ୍ତୁମାନଙ୍କର ଅଧିକାରରୁ ସେମାନେ ବଞ୍ଚିତ ହୋଇଥାନ୍ତି, ସେମାନେ ଏହି ମୌଳିକ ବସ୍ତୁ ପାଇଥିବା କ୍ଷତ୍ରିୟ, ବ୍ରାହ୍ମଣ ଏବଂ ଶୂଦ୍ର ବୈଶ୍ୟଙ୍କର ସେବା କରନ୍ତି। ଏବଂ ସେ ସେବା କରୁଥିବା ବ୍ୟକ୍ତି ତାକୁ ଶୂଦ୍ର ପଦବାଚ୍ୟ। ଏଠି ଭଗବାନ କହୁଛନ୍ତି ଏ ତିନିଟା ପଦବାଚ୍ୟ କହିସାରିଲା ପରେ ଆମେ ଭାବୁଥିବା ଯେ ବ୍ରାହ୍ମଣ ଶ୍ରେଷ୍ଠ, କ୍ଷତ୍ରିୟ ଆଉ ଟିକେ କମ୍, ଶୂଦ୍ର ବୈଶ୍ୟ ଆଉ ଟିକେ କମ୍, ବା ଶୂଦ୍ର ସବୁଠୁ କମ୍, ନିମ୍ନ ସ୍ତରର। କିନ୍ତୁ ଭଗବାନ କହୁଛନ୍ତି ନା, ଇଏ ସିନା କର୍ମ ଅନୁସାରେ ବିଭାଗକରଣ କରାଗଲା, କିନ୍ତୁ ପ୍ରକୃତରେ ଯିଏ ଯେଉଁ କର୍ମ କରୁନା କାହିଁକି, ସିଏ ଯଦି ପ୍ରକୃତରେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥାଏ, ଭଗବତ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥାଏ, ସେ ବ୍ୟକ୍ତି ଭଗବତ ପଦ ଲାଭ କରେ। ବ୍ୟକ୍ତି ପ୍ରକୃତରେ ତା'ର ପରାଜ୍ଞାନକୁ ବ୍ୟବହାର କରି, ତା'ର ସ୍ୱଭାବକୁ ଚିହ୍ନି, ଯେଉଁ ବ୍ୟକ୍ତି ସ୍ୱଧର୍ମ ଅନୁସାରେ କର୍ମ କରୁଥାଏ, ସେ ବ୍ୟକ୍ତି ହିଁ ଦିବ୍ୟକର୍ମୀ ହେଇଥାଏ। ଯେ ବ୍ୟକ୍ତି ନିଜର କର୍ମକୁ ନିନ୍ଦେ, ନିଜ କର୍ମକୁ ନିକୃଷ୍ଟ କର୍ମ ପରି ଭାବିକିରି ଅନ୍ୟର କର୍ମ ପ୍ରତି ଆକର୍ଷିତ ହେଇକରି ସେହି କର୍ମକୁ ଆଦରି ନିଏ, ଭଗବାନ ସତର୍କ କରାଇ ଦେଉଛନ୍ତି ଯେ ସେ ବ୍ୟକ୍ତିର ଜୀବନର ଦୁର୍ଗତି ଆସିଗଲା ବୋଲି ଜାଣ। ନିଶ୍ଚିତ ତାହା ଠିକ୍ ନୁହେଁ। ସ୍ୱଧର୍ମଂ ନିଧନଂ ଶ୍ରେୟ ପରଧର୍ମ ଭୟାବହ। ଭୟାବହ ଶବ୍ଦଟି ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଛନ୍ତି। ଯିଏ ଯେଉଁଠି ଥାଏ, ଯେଉଁ କର୍ମ କରୁଥାଏ, କର୍ମର ପ୍ରକୃତିରେ କିଛି ଦୋଷ ନଥାଏ, କିନ୍ତୁ କେଉଁ ମନୋଭାବରେ କରୁଛି ସେହି ଉପରେ ନିର୍ଭର କରେ। ଭଗବାନ ସେଇପାଇଁ ସେ କହୁଛନ୍ତି ଯେ ତୁମେ ଯେଉଁ କର୍ମ କଥା ଭାବୁଛ ଯେ ବ୍ରାହ୍ମଣ ଶ୍ରେଷ୍ଠ, କ୍ଷତ୍ରିୟ ଶ୍ରେଷ୍ଠ ତାଠୁ କମ୍, ଏ ପ୍ରକାର ଠିକ୍ ନୁହଁ। କାହିଁକି ପ୍ରତ୍ୟେକ କର୍ମର କିଛି ନା କିଛି ଦୋଷ ରହିଛି। ବ୍ରହ୍ମ କର୍ମର ବି ଦୋଷ ରହିଛି, ଶୂଦ୍ର କର୍ମରେ ବି ଦୋଷ ରହିଛି। କେହି ନିର୍ଦ୍ଦୋଷ କର୍ମ କିଛି ନାହିଁ। ତେଣୁ ଯେମିତି ଗୋଟେ ଉଦାହରଣ ସୁନ୍ଦର ଭାବରେ ଦେଉଛନ୍ତି ଯେ ଯେଉଁଠି ନିଆଁ ଅଛି ସେଇଠି ଧୂଆଁ ଅଛି, ନିଆଁ ଭିତରେ ମଧ୍ୟ ଅନ୍ଧକାର ଜାଗା ରହିଛି। ସେମିତି କିଛି ପ୍ରତ୍ୟେକ କର୍ମ କିଛି ଦୋଷେଣ ଧୂମେନାଗ୍ନି ଚିବାବୃତା। ତେଣୁ ଯେମିତି ଅଗ୍ନିକୁ ଧୂମ ଦ୍ୱାରା ଆଚ୍ଛାଦିତ ହେଇଥାଏ, ସେମିତି ପ୍ରତ୍ୟେକ କର୍ମ ମଧ୍ୟ ଦୋଷଯୁକ୍ତ ହେଇଥାଏ। ଯଦି ଜଣେ ବ୍ୟକ୍ତି ନିଷ୍ଠା ପରେ ଏ ଉଚ୍ଚ ନିଚ ନ ଭାବି ନିଷ୍ଠାପର ଭାବରେ ରହିକରି ଯିଏ ଯେଉଁଠି ଅଛି କାର୍ଯ୍ୟ କରେ, ସେ ହିଁ ପ୍ରକୃତିରେ ଦିବ୍ୟ କାର୍ଯ୍ୟ କରେ। ଏ କଥା ଆଲୋଚନା କରି ସାରିଲା ପରେ ଅତି ଚମତ୍କାର ଭାବରେ ଭଗବାନ ସେ କାର୍ଯ୍ୟଟିକୁ ଯେ ଜଣେ ଭଗବାନ ଏଠି ଆଲୋଚନା କରୁଛନ୍ତି ଯଥାର୍ଥ ଭାବରେ, ଯଥାର୍ଥ ମନୋଭାବର ସହ ଜଣେ ଦିବ୍ୟ କର୍ମ କରି କିନ୍ତୁ ଭଗବାନଙ୍କୁ ପ୍ରାପ୍ତ କରିଥାଏ ଏବଂ ଯଥାର୍ଥ ମୁକ୍ତି ଲାଭ କରିଥାଏ।
ଜୀବନର ଶେଷ କଥାଟି ହେଉଛି ମୁକ୍ତି। ଯେ ଆମେ ନିଶ୍ଚିତ ଜାଣିଛୁ ଯେ ଶ୍ରୀ ଅରବିନ୍ଦ ତାଙ୍କ ଜୀବନର ଶେଷ କଥା ଥିଲା ମୁକ୍ତି। ସେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ କରୁଥିଲେ ସେ ଚାହୁଁଥିଲେ ଭାରତବର୍ଷର ମୁକ୍ତି। କିନ୍ତୁ ଭାରତବର୍ଷର ମୁକ୍ତି ଦେଖିଲେ ଯେ ଭାରତବର୍ଷର ମୁକ୍ତି ଅଚିରେ ସମ୍ଭବ, ସହଜରେ ହେଇଯିବ, ତାଙ୍କ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖିପାରୁଛନ୍ତି। ସେତେବେଳେ ସେ କହୁଛନ୍ତି ଯେ ଏଇ ମୁକ୍ତି ଗୋଟେ ମଣିଷକୁ ଯଥାର୍ଥରେ ମୁକ୍ତି ଦେଇପାରିବ ନାହିଁ। ମଣିଷ ତାର ଯେଉଁ ଅବସ୍ଥାରେ ରହିଛି, ଯେଉଁ ଅଜ୍ଞାନ ଭିତରେ ରହିଛି, ସେ ଅଜ୍ଞାନତାରୁ କେମିତି ସେ ମୁକ୍ତି ପାଇପାରିବ? ତେଣୁ ସେହି ସ୍ୱାଧୀନତା ସଂଗ୍ରାମର ପଟ୍ଟଭୂମିକୁ ପରିତ୍ୟାଗ କରି ମାନବ ଜୀବନକୁ ଅଜ୍ଞାନ ଅନ୍ଧକାରରୁ ମୁକ୍ତି ଦେବା ପାଇଁ ସେ ପ୍ରୟାସ କଲେ। ଯେ ମଣିଷ ଯେଉଁ ମନର ଅଧୀନରେ ରହିଛି, ମନ ଏବ ମନୁଷ୍ୟାଣାମ କାରଣଂ ବନ୍ଧ ମୋକ୍ଷଚ, ଏହି ମନ ହିଁ ମଣିଷର ବନ୍ଧନ ଏବଂ ମୋକ୍ଷର କାରଣ। ଏହି ମନ ଯଦି ଯେ ଅବସ୍ଥାରେ ଅଛି ସେ ବନ୍ଧନଯୁକ୍ତ ହୋଇକି ରହିଛି, ତାକୁ ଯଦି ମୋକ୍ଷ ଆଡ଼କୁ ମୁକ୍ତି ଆଡ଼କୁ ନ ଯାଇପାରିବ, ତାକୁ ଯଦି ମନକୁ ଯଦି ଊର୍ଦ୍ଧ୍ୱଗାମୀ କରା ନ ଯିବ, ତାହେଲେ ସେ ମୁକ୍ତି ପାଇପାରୁନାହିଁ। ତେଣୁ ଶ୍ରୀ ଅରବିନ୍ଦ ମାନବକୁ ଅଜ୍ଞାନତାର ମୁକ୍ତି ପାଇଁ ସେ ପୁଣି ସଂଗ୍ରାମ କରିଛନ୍ତି। ତେଣୁ ଭଗବାନ ଏଠି ଶ୍ରୀକୃଷ୍ଣ ଏଠି ସୁନ୍ଦର ଭାବରେ ସେ କଥାଟି କହୁଛନ୍ତି ଯେ କେଉଁ ପ୍ରକାର ଯଥାର୍ଥ ମନୋଭାବ, କେଉଁ ପ୍ରକାର ମନୋଭାବର କାର୍ଯ୍ୟ କଲେ ଜଣେ ସିଏ ମୋକ୍ଷ ପ୍ରାପ୍ତି ହେବ, ଏଇଠୁ ସେ କଥାଟି ସେ ଆରମ୍ଭ କରୁଛନ୍ତି। କେତୋଟି କଥା ସୁନ୍ଦର ଭାବରେ ଆମେ ପୂର୍ବ କ୍ଲାସରେ ପଢ଼ିଥିଲୁ, ସେ ଆଲୋଚନା କଲେ ଯେ ଯେଉଁ ଲୋକର ବୁଦ୍ଧି ସ୍ଥୂଳ ନୁହେଁ, ଯେ ନିରାସକ୍ତ, ଯେଉଁ ବ୍ୟକ୍ତି କାମନା ରହିତ, ଯେଉଁ ବ୍ୟକ୍ତି ଚିତ୍ତ ମନ ସ୍ଥିର, ଯେ ଜିତେନ୍ଦ୍ରିୟ, ଯେ ଇନ୍ଦ୍ରିୟମାନଙ୍କର କ୍ରିୟାକୁ ଇନ୍ଦ୍ରିୟମାନେ ଯେଉଁ ସ୍ୱେଚ୍ଛାଚାରୀ କ୍ରିୟା ଆରୋପ କରନ୍ତି ମଣିଷ ଉପରେ, ଯିଏ ତା ଉପରେ ଲଗାମ ଦେଇପାରିବ ମନକୁ ସ୍ଥିର କରିକିରି, ସେହି ବ୍ୟକ୍ତି ସମସ୍ତ ବନ୍ଧନରୁ ମୁକ୍ତି ପାଇପାରିବ। ସେ ବ୍ୟକ୍ତି କେବେ ବି ସିଦ୍ଧି ପାଇଁ ସ୍ପୃହାଶୀଳ ହେବ ନାହିଁ, କିନ୍ତୁ ସିଦ୍ଧି ତା ବାଟରେ ତାକୁ ମିଳିଯାଉଥିବ। ସିଦ୍ଧି ପାଇଁ କିଛି ସେ କାର୍ଯ୍ୟ କରିବା ଦରକାର ନାହିଁ, ସିଦ୍ଧି ତାକୁ ଆପେ ଆପେ ମିଳିଯାଉଥିବ। ପୁଣି ଆଉ ଗୋଟେ ଆଲୋଚନା ସୁନ୍ଦର ଭାବରେ କରୁଛନ୍ତି ଯେ ସେଟା କେମିତି ସମ୍ଭବ ହେଇପାରିବ। ନା ଜୀବନର ସାରଥୀ ହେଉଛି ବୁଦ୍ଧି। ବୁଦ୍ଧି ବର୍ତ୍ତମାନ ଶୁଦ୍ଧ ନୁହଁ। ଯଦି ବୁଦ୍ଧି ଶୁଦ୍ଧ ହେଇପାରିବ, ସେଥିପାଇଁ ସୁନ୍ଦର ବାକ୍ୟ ଆଲୋଚନା କରୁଛନ୍ତି, ବୁଦ୍ଧ୍ୟା ବିଶୁଦ୍ଧୟା ଯୁକ୍ତ। ବୁଦ୍ଧି ଯଦି ବିଶୁଦ୍ଧ ହେଇପାରିବ, ସେ ଯୁକ୍ତ ଅର୍ଥାତ୍ ବୁଦ୍ଧି ଯଦି ଜ୍ଞାନ ସହିତ ସଂଯୋଗ ସ୍ଥାପନ କରିପାରିବ, ଯୁକ୍ତ ହେଇପାରିବ, ଯେ ଅତି ଧୈର୍ଯ୍ୟର ସହ ତା ଭିତରେ ଥିବା ରାଗ ଦ୍ୱେଷକୁ ତ୍ୟାଗ କରିପାରିବ ଏବଂ ଶବ୍ଦାଦୀନି ବିଷୟାସକ୍ତା, ଏଇ ଯେଉଁ ଶବ୍ଦ ସହିତ ଅନ୍ୟାନ୍ୟ ସବୁ ଇନ୍ଦ୍ରିୟମାନେ ରହିଛନ୍ତି, ଯେଉଁମାନେ କି ବିଷୟ ପ୍ରତି ଆସକ୍ତ ହୋଇକି ରହିଛନ୍ତି, ସେମାନଙ୍କ ପ୍ରତି ଲାଗାମ ଦେଇପାରିବ ଏବଂ ରାଗ ଦ୍ୱେଷୌ ବୁଦ୍ଧ୍ୟସ୍ୟ, ଆଉ ସିଏ ରାଗ ଦେଶରୁ ନିବୃତ୍ତ ହୋଇପାରିବ ଏବଂ ବ୍ୟୁଦସ୍ୟଚ, ବିଦସ୍ୟତ ଶବ୍ଦଟି ସୁନ୍ଦର ଭାବରେ ବ୍ୟବହାର କରୁଛନ୍ତି। ଏସବୁ ବୁଦ୍ଧିକୁ ଯୁକ୍ତ କରି ଧ୍ୟାନର ସହ ଏକ ନିର୍ଜନ ସ୍ଥାନକୁ ବାଛିବ ଏବଂ ସେଠି ଯାଇ ଧ୍ୟାନସ୍ଥ ହେବ। ଆଉ କେତେଟା ଗୁଣ ସେ କହୁଛନ୍ତି ଯେ ସେ ଲଘ୍ୱାଂଶୀ, ସେ କମ୍ ଆହାରୀ ମାନେ ଅଳ୍ପାହାରୀ ହେଇଥିବ ଏବଂ ବାକ୍ ସଂଯମୀ ହେଇଥିବ। ଆଉ ଧ୍ୟାନ ଯୋଗ ନିତ୍ୟପର, ସେ ସଦା ନିୟତ ଶରୀର ମନକୁ ନିୟନ୍ତ୍ରଣ କରି ନିଜେ ପ୍ରତ୍ୟେକ ଦିନ ଧ୍ୟାନସ୍ଥ କରୁଥିବ।
या ପୂର୍ବରୁ ସୁନ୍ଦର ଭାବରେ କହିଛନ୍ତି ଯେ ଆମେ ଯେଉଁ ଅଧ୍ୟୟନ କରୁଛୁ, ଅଧ୍ୟୟନ ତ ଜୀବନ ପାଇଁ ଶ୍ରେଷ୍ଠ। ଶ୍ରେୟ ହିଁ ଜ୍ଞାନ ଅଭ୍ୟାସ୍ୟାତ୍। ଆମ ଅଧ୍ୟୟନ ଦ୍ୱାରା ଆମେ ଜ୍ଞାନର ଅଭ୍ୟାସ କରୁଛୁ, ସେଇଟା ତ ଶ୍ରେୟ। କିନ୍ତୁ ଜ୍ଞାନାଧ୍ୟାନ ବିଶିଷ୍ୟତେ, ଜ୍ଞାନଠାରୁ ଶ୍ରେଷ୍ଠ ଧ୍ୟାନ। ତୁମକୁ ଧ୍ୟାନ କରିବାକୁ ପଡ଼ିବ। ସେଥିପାଇଁ ସେ କହୁଛନ୍ତି ଯେ ଯିଏ ଧ୍ୟାନ ଉପଯୋଗ, ଯିଏ ଧ୍ୟାନ କରୁଥିବ ଏବଂ ଯୋଗଯୁକ୍ତ ହୋଇକି ରହୁଥିବ ଏବଂ ନିତ୍ୟ ବୈରାଗ୍ୟମ୍, କାମ କ୍ରୋଧକୁ ପରିତ୍ୟାଗ କରୁଥିବ, ନିଜର କର୍ତ୍ତାପଣକୁ ତ୍ୟାଗ କରି ନିରହଙ୍କାରୀ ହେଇଥିବ ଏବଂ କାମନା ବାସନାକୁ ଅତି ସଂଯତ ଭାବରେ ପରିତ୍ୟାଗ କରିପାରୁଥିବ ଏବଂ ଶାନ୍ତ ହୃଦୟରେ ସର୍ବଦା ଶ୍ରୀ ଗୋବିନ୍ଦଙ୍କୁ ଭଜନ କରୁଥିବ, ସେହି ବ୍ୟକ୍ତି ଯୋଗପରାୟଣ ହୋଇପାରିବ, ସେ ବ୍ରହ୍ମଙ୍କୁ ଲାଭ କରିବ। ଏତିକି ପର୍ଯ୍ୟନ୍ତ ଆମେ ଆଲୋଚନା କରିଥିଲୁ 52 ପର୍ଯ୍ୟନ୍ତ। ଆଜି ଆମେ 53 ଠାରୁ ଆଲୋଚନା ଆରମ୍ଭ କରିବା। 53 ଶ୍ଲୋକ ଠାରୁ। ଅହଙ୍କାରଂ ଦଳଂ ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହଂ ବିମୁଚ୍ୟ ନିର୍ମମଃ ଶାନ୍ତୋ ବ୍ରହ୍ମ ଭୂୟାୟ କଳପତେ। ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚୋତି ନ କାङ्କ୍ଷତି ସମଃ सर्वेषु भूतेषु मद्भक्तं लभते पराम्। भक्त्या मामभिजानाति यावान् तत्त्वतः ततो मां तत्त्वतो ज्ञात्वा विशते तदनन्तरम्। सर्वकर्मण्यपि सदा कुर्वाण मद्व्यपाश्रयः मत्प्रसादादवाप्नोति शाश्वतं पदमव्ययम्। चेतसा सर्वकर्माणि मयि सन्न्यस्य मत्परः बुद्धियोगमुपाश्रित्य मच्चित्तः सततं भव। मच्चित्तः सर्वदुर्गाणि मत्प्रसादात् तरिष्यसि। अथ चेत्त्वमहङ्कारा न शस्यसि विनक्ष्यसि। यदहङ्कारमाश्रित्य न जत्स्य इति मन्यसे मिथ्यैष व्यवसायस्ते प्रकृतिस्त्वा ନିଜୋକ୍ଷ୍ୟସି ନିଜକ୍ଷତି। এই 59 ପର୍ଯ୍ୟନ୍ତ ଆମେ ଶ୍ଲୋକ ପଢ଼ିଲୁ। ବର୍ତ୍ତମାନ 53 নম্বର ଶ୍ଲୋକରେ ସେ ସେହି କଥା ହିଁ କହୁଛନ୍ତି। ଅହଙ୍କାରଂ ବଳଦର୍ପଂ କାମ କ୍ରୋଧ ପରିଗ୍ରହମ୍ ବିମୁଚ୍ୟ ନିର୍ମମଂ ଶାନ୍ତ ଭୂୟ ଭୂୟାୟ କଳପତେ। ସେ କହୁଛନ୍ତି ପ୍ରକୃତରେ ଯେ ତୁମେ କିପରି ଭାବରେ ସେହି ପରମ ପଦ ଲାଭ କରିବ, ସେହି ପରମ ମୋକ୍ଷ ପରମ ମୁକ୍ତି ଲାଭ କରିବ। ତେଣୁ ତୁମକୁ ଅହଙ୍କାରମ୍, ସମସ୍ତ କର୍ତ୍ତାପଣକୁ ତୁମ ତ୍ୟାଗ କରିବାକୁ ପଡ଼ିବ। ତୁମ ଭିତରେ ତୁମେ ଯେ ବଳବାନ, ତୁମେ ଯେ ଶକ୍ତିବାନ, ଏ କଥାଟା ତୁମକୁ ଏ ଅହଙ୍କାରଟା ତ ଭାଙ୍ଗିବାକୁ ପଡ଼ିବ। ତୁମ ଭିତରେ ଯେ ଅର୍ଥ ପ୍ରତି, ଜ୍ଞାନ ପ୍ରତି ତୁମର ଯେଉଁ ଗର୍ବ ରହିଛି, ଦର୍ପ ରହିଛି, ତୁମର ଯେଉଁ କାମନା ଓ କ୍ରୋଧ, ଏସବୁ ତୁମକୁ ବାନ୍ଧିକି ରଖିଛି ଏବଂ ସେମାନେ ହିଁ ପ୍ରକୃତରେ ତୁମର ଅଜ୍ଞାନର କାରଣ ହୋଇ ରହିଛନ୍ତି। ତୁମକୁ ସେଥିରୁ ତାକୁ ପରିଗ୍ରହଣ କରିବାକୁ ପଡ଼ିବ, ତୁମକୁ ତାକୁ ତ୍ୟାଗ କରିବାକୁ ପଡ଼ିବ। ଏବଂ କେମିତି ତ୍ୟାଗ କରିବ ସେ କଥା ପୂର୍ବରୁ ସେ କହିଛନ୍ତି ଯେ ସେହି ପରମ
ଶକ୍ତିଙ୍କୁ ଧ୍ୟାନ ଦ୍ୱାରା ତାଙ୍କୁ ଆସ୍ପୃହା କରିବାକୁ ପଡ଼ିବ। ତାଙ୍କର ଯେ ତେଜ ଜ୍ୟୋତି ଶକ୍ତି ସେ ହିଁ ଏମାନଙ୍କ ଉପରେ ପ୍ରହାର କରିବ। ସେଥିପାଇଁ ତୁମକୁ ଶାନ୍ତ ହେବାକୁ ପଡ଼ିବ। ବିମୁଚ୍ୟ ନିର୍ମମଂ ଶାନ୍ତ ବ୍ରହ୍ମ ଭୂୟାୟ କଳପତେ। ତେଣୁ ତୁମକୁ ସମସ୍ତ ନିର୍ମମ ସମସ୍ତ ମମତ୍ଵ ଶୂନ୍ୟ ହେବାକୁ ପଡ଼ିବ, ଶାନ୍ତ ରହିବାକୁ ପଡ଼ିବ। ବ୍ରହ୍ମ ଭୂୟାୟ କଳପତେ, ତୁମେ ସେଇ ସମସ୍ତ ମମତ୍ଵକୁ ତ୍ୟାଗ କରି ଶାନ୍ତ ହୃଦୟରେ ସେଇ ଜ୍ୟୋତିପରାୟଣ ହେବ, ସେ ବ୍ରହ୍ମପରାୟଣ ହେବ ଏବଂ ସେ ବ୍ରହ୍ମ ଲାଭ କଲେ କି ସେ ବ୍ରହ୍ମଙ୍କ ଶକ୍ତି ଯେତେବେଳେ ତୁମ ଭିତରେ ଅବତରଣ କରିବେ, ଏମାନେ ସମସ୍ତେ ପରିଗ୍ରହ ହୋଇଯିବେ, ଛାଡ଼ି ପଳାଇଯିବେ ଏବଂ ତୁମେ ତାଙ୍କୁ ଲାଭ ତାଙ୍କ ସହିତ ତୁମର ଯୁକ୍ତ ହେବ। 54ରେ କହୁଛନ୍ତି ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କତି। ଯେଉଁମାନେ ପ୍ରକୃତରେ ସେ ବ୍ରହ୍ମସ୍ଥିତି ଲାଭ କରିବେ, ବ୍ରହ୍ମସ୍ଥ ଲାଭ କରିବେ, ସେମାନେ ପ୍ରସନ୍ନାତ୍ମା, ସେମାନେ ସଦାବେଳେ ପ୍ରସନ୍ନ ଚିତ୍ତ ହେଇଥିବେ। ନ ଶୋଚତି, ତାଙ୍କ ଭିତରେ ଶୋଚନା ନଥିବ, କିଛି ପାଇବାର ଇଚ୍ଛା ବି ନଥିବ। ନ କାଙ୍କତି, ଆକାଂକ୍ଷା କିଛି ନଥିବ, ତା ଭିତରେ ଶୋକ ନଥିବ। ସେ ପାଇଲା ନ ପାଇଲା, ଜିତିଲା ହାରିଲା, ଏ ପ୍ରକାର ତାଙ୍କର ଶୋଚନା କିଛି ନାହିଁ। କିଛି ପାଇବାର ଇଚ୍ଛା ମଧ୍ୟ ତା ପାଖରେ ନାହିଁ, କିଛି ହରେଇବାର ଇଚ୍ଛା ମଧ୍ୟ ତା ପାଖରେ ନାହିଁ, ଭୟ ତା ପାଖରେ ନାହିଁ। ଏହି ପ୍ରକାର ସ୍ଥିତିରେ ଥିଲେ ସେ ବ୍ରହ୍ମଭୂତ ଅର୍ଥାତ୍ ବ୍ରହ୍ମସ୍ଥ ଚିତ୍ତରେ ସେ ରହିବ। ସମ ସର୍ବେଷୁ ଭୂତେଷୁ ମଭକ୍ତିଂ ଲଭତେ ପରାମ୍। ସେ ସବୁ ଭୂତରେ ସମ ସର୍ବେଷୁ, ସେଇ ସମାନ ପରମ ବ୍ରହ୍ମଙ୍କୁ ସେ ଦେଖୁଥିବ। ଯେମିତି ଶ୍ରୀ ଅରବିନ୍ଦ ଆଲିପୁର ଜେଲରେ ଥାଇକରି ପ୍ରତ୍ୟେକ ସ୍ଥାନରେ ସେ ସେଇ ଶ୍ରୀକୃଷ୍ଣଙ୍କୁ ଦେଖୁଛନ୍ତି। ଆଗରେ ଥିବା ବଟଗଛକୁ ଶ୍ରୀକୃଷ୍ଣ ଦେଖୁଛନ୍ତି, ରାଧାକୃଷ୍ଣ ପ୍ରତ୍ୟେକ ଡାଳକୁ ଶ୍ରୀକୃଷ୍ଣ ଭଳି ଦେଖୁଛନ୍ତି, ପତ୍ର ଭିତରେ ଶ୍ରୀକୃଷ୍ଣଙ୍କୁ ଦେଖୁଛନ୍ତି ଏବଂ ଜେଲଖାନାର ସେଇ ରେଲିଂ ଗୁଡ଼ା ବି କୃଷ୍ଣ ପାଲଟି ଯାଇଛନ୍ତି। ବିଚାରାଳୟକୁ ଯିଏ ନେଇଯାଉଛି ସିଏ ବି କୃଷ୍ଣ ହୋଇଯାଇଛି ଏବଂ ଯିଏ ବିଚାର କରୁଛି ସିଏ ବି କୃଷ୍ଣ ହୋଇଯାଇଛି। ସେଥିରେ ଶ୍ରୀ ଶ୍ରୀଅରବିନ୍ଦ ହସୁଛନ୍ତି ଯେ ଭଗବାନ ମୋର ବିଚାର କରିବେ, ସିଏ ତ ଜାଣିଛନ୍ତି ମୁଁ କ'ଣ ଚାହେଁ। ସେଥିରେ ତାଙ୍କ ଭିତରେ ଆଉ କ'ଣ ଅଛି, ଭୟ କରିବାର ଅଛି ବା ଫାଶୀ ହେବାର ଭୟ। ତେଣୁ ସେ ସେଇଠି ବିଶ୍ୱରୂପ ଦର୍ଶନ କରୁଛନ୍ତି। ବିଶ୍ୱରୂପ ସେଇ ବିଶ୍ୱରୂପ ଦର୍ଶନ ସର୍ବତ୍ର ସମଂ ସର୍ବେଷୁ ଭୂତେଷୁ, ସବୁ ଭୂତରେ ସେ ତାଙ୍କୁ ହିଁ ଦର୍ଶନ କରିବ। ମଦ୍ଭକ୍ତିଂ ଲଭତେ ପରାମ୍, ଏବଂ ମୋ ଠାରେ ତାର ସମସ୍ତ ଭକ୍ତି, ତା ପରମ ଭକ୍ତି ଅର୍ପଣ କରୁଥିବ, ସେ ପରମ ଲାଭ କରେ, ପରମ ଭକ୍ତି ଲାଭ କରେ, ତା ଭିତରେ ପରମ ଭକ୍ତି ଜାତ ହେବ। ମଦ୍ଭକ୍ତିଂ ଲଭତେ ପରାମ୍। ସୁନ୍ଦର ଭାବରେ ଭଗବାନ ଏଠି ଅତି ଚମତ୍କାର ଶେଷ ଆଡ଼କୁ ହୃଦୟକୁ ତଳି ଦେଉଥିବା କଥା ଗୁଡ଼ାକ ସେ ସୁନ୍ଦର ଭାବରେ କହିବେ। ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯସ୍ମିନ୍ ତତ୍ତ୍ୱତଃ ତତୋ ମାଂ ତତ୍ତ୍ୱतो ଜ୍ଞାତ୍ୱା ବିଶତେ ତଦନନ୍ତରମ୍। ଭକ୍ତ୍ୟା ମାମଭିଜାନାତି, ମାମଭିଜାନାତି, ସେଇ ଭକ୍ତ ସେ ମୋତେ ଅଭିଜାନାତି, ସେ ମୋତେ ତତ୍ତ୍ୱତଃ ଜାଣି ଯାଇଥାଏ, ସେ ମୋର ପରମ ଭକ୍ତ ହେଇଯାଇଥାଏ। ଭକ୍ତ୍ୟା ମାମଭିଜାନାନ୍ତି, ସେ ପ୍ରକୃତରେ ସେ ଭକ୍ତ କି ଭକ୍ତ ନା, ସେ ପ୍ରକୃତରେ ଜ୍ଞାନୀ ଭକ୍ତ। ସେଥିପାଇଁ ଭକ୍ତ୍ୟା ଶବ୍ଦଟି ବ୍ୟବହାର କରାଯାଇଛି। ସେ ଜ୍ଞାନୀ ଭକ୍ତ ମାମଭିଜାନାତି, ମୋତେ ତତ୍ତ୍ୱତଃ ସେ ସମ୍ପୂର୍ଣ୍ଣ ଭାବରେ ମୋତେ ଜାଣି ଯାଇଥାଏ। ଜାଣିଯିବା ଅର୍ଥ ତାଙ୍କ ସହିତ ଏକ ହେଇଯିବା।
ଯାବାନ୍ ଯଶ୍ଚସ୍ମିନ୍ ତତ୍ତ୍ୱତଃ अस्मिन् ତତ୍ତ୍ୱତଃ ମୋତେ ତତ୍ତ୍ୱତଃ ସେ ଯଥାର୍ଥ ଭାବରେ ମୋର ସ୍ୱରୂପକୁ ସେ ଜାଣିପାରେ। ଯାବାନ୍ ଯସ୍ମାନ୍ अस्मिन् ମୁଁ କ'ଣ, ମୁଁ କିପରି, ମୋ ସ୍ୱଭାବ କ'ଣ, ସେ ତତ୍ତ୍ୱ ସବୁ ପ୍ରକାର ମୋତେ ଜାଣେ। ତତୋ ମାଂ ତତ୍ତ୍ୱତଃ ଜ୍ଞାତ୍ୱା ମୋତେ ତତ୍ତ୍ୱ ଜାଣେ। ଏବଂ ଗୋଟେ ସ୍ଥୂଳ ଭାବରେ କେବଳ ଜାଣେନି, ତତ୍ତ୍ୱ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ ଏଠି ସମ୍ପୂର୍ଣ୍ଣ ଜ୍ଞାନ। ତତ୍ତ୍ୱ ଜାଣିବା ଅର୍ଥ ସେ ତାଙ୍କୁ ସ୍ଥୂଳ ରୂପରେ ବି ଜାଣେ, ତାର ସୂକ୍ଷ୍ମ ରୂପରେ ଜାଣେ, ତାର କାରଣ ରୂପରେ ଜାଣେ, ତାର ବିରାଟ ରୂପରେ ବି ସେ ଜାଣେ। ଏବଂ ସେଇ ପ୍ରକାର ତତ୍ତ୍ୱ ଜାଣିକିରି ବିଶତେ ତଦନନ୍ତରମ୍ ଯିଏ ଏଇ ପ୍ରକାର ଜାଣେ ସେ ବିଶତେ ସେ ଅନନ୍ତରମକୁ ଭିତରକୁ ସେ ପ୍ରବେଶ କରିଯାଏ। ସେଇ ଭକ୍ତ ସେଇ ମୋ ଭିତରେ ମୋତେ ଏତେ ଭଲ ଭାବରେ ଜାଣେ ଯେ ତତ୍ତ୍ୱ ଏତେ ଜାଣେ ଯେ ବିଶତେ ତଦନନ୍ତରମ୍ ମୋ ସେ ଅନନ୍ତ ଶାଶ୍ୱତ ରୂପ ଭିତରକୁ ପ୍ରବେଶ କରିଯାଆନ୍ତି ସେ ଭକ୍ତ। ଏବଂ ଯେତେବେଳେ ମୋ ଭିତରକୁ ସେମାନେ ପ୍ରବେଶ କରିଯାଆନ୍ତି ଏବଂ ମୁଁ ଆଉ ସେ ଏକ ହେଇଯାଉ, ସେତେବେଳେ କ'ଣ ହୁଏ? ଚମତ୍କାର ଭାବରେ ଭଗବାନ କହୁଛନ୍ତି ସେ ମୋର ଆଶ୍ରୟ, ସେ ମୁଁ ଏକ ହେଇଯାଉ, ତାର ଆଉ କିଛି ଭୟ ନଥାଏ। ତା ପରବର୍ତ୍ତୀ ସମ୍ପର୍କ କହିବେ ସର୍ବକର୍ମାଣ୍ୟପି ସଦା କୁର୍ବାଣେ ମଦ୍ ବ୍ୟପାଶ୍ରୟ ମତ୍ ପ୍ରସାଦାଦବାପ୍ନୋତି ଶାଶ୍ୱତଂ ପରମବ୍ୟୟମ୍। ସର୍ବକର୍ମାଣ୍ୟପି ସଦା ସେ ସମସ୍ତ କର୍ମ ସଦା ସବୁବେଳେ ମୋତେ ଆଶ୍ରୟ କରି କୁର୍ବଣ ମଦ୍ ଆଶ୍ରୟ ସେ ମୋତେ ଆଶ୍ରୟ କରି ସମସ୍ତ କର୍ମ କରେ। ତାର ଏଠି ସମସ୍ତ କର୍ମ ସେ ଯେ ପ୍ରକାର କର୍ମ କରୁଥାଉ ନା କାହିଁକି ତାର କର୍ମ ତା ପାଇଁ ତା ନିମ୍ନ କର୍ମ କି ଉଚ୍ଚ କର୍ମ ତା ପାଇଁ ସେଇଟା ବଡ଼ ନୁହଁ। ସେ ତାର ମୋତେ ସେ ଆଶ୍ରୟ କରି ଯେ କର୍ମ କରୁଥାଏ, ତେଣୁ ଯେଉଁ କର୍ମ କରୁଥିଲେ ମଧ୍ୟ ସେ ମୋ ସହିତ ମୋତ୍ ପ୍ରସାଦାଦବାପ୍ନୋତି ମୋର ପ୍ରସାଦ ଲାଭ କରୁଥାଏ, ଆପ୍ନୋତି ମୋତେ ପ୍ରାପ୍ତ କରୁଥାଏ, ମୋତେ ପରମ ରୂପରେ ସେ ଜାଣିପାରେ ଏବଂ ଶାଶ୍ୱତଂ ପରମବ୍ୟୟମ୍ ମୋର ପରମ ଅବ୍ୟୟ ରୂପକୁ ଶାଶ୍ୱତ ରୂପକୁ ସେ ପ୍ରାପ୍ତ କରୁଥାଏ, ଲାଭ କରୁଥାଏ। ସେ କେବଳ ମୋ ଛଡ଼ା ଆଉ କିଛି ନାହିଁ ଏ କଥା ସେ ଅନୁଭବ କରୁଥାଏ ଏବଂ ସେ ଉଲ୍ଲସିତ ହେଉଥାଏ, ପ୍ରସନ୍ନ ଚିତ୍ତ ହେଉଥାଏ। ଭଗବାନ ଆହୁରି କହୁଛନ୍ତି ଚେତସା ସର୍ବକର୍ମାଣି ସବୁ କର୍ମ ଭିତରେ ତାର ଚେତନା ମୋଇ ମୋ ଠାରେ ସନ୍ନ୍ୟାସଂ ମତ୍ପର ସେ ମୋ ଠାରେ ସବୁ କିଛି ଅର୍ପଣ, ସନ୍ନ୍ୟାସ ଏଠି ଅର୍ପଣ କରିବା, ସମର୍ପଣ କରିବା। ସେ ମୋର ପରାୟଣ ହେଇ ମତ୍ପର ସେ କେବଳ ମୋ ଠାରେ ରମଣ କରୁଥାଏ, ସମସ୍ତ କର୍ମ କରୁଥିଲା ବେଳେ ବି ମୋ ଠାରେ ସେ କର୍ମ କରୁଥାଏ। ଯେମିତି ସୁନ୍ଦର ଭାବରେ କହନ୍ତି ଯେ ବାବାଜୀ ମହାରାଜ କହନ୍ତି ସେ ଝାଟଉଥିଲା ବେଳେ ଯେମିତି ତାକୁ ଲାଗୁଥାଏ ଭଗବାନଙ୍କ ମନ୍ଦିର ଝଟଉଛି, ସେ ରାନ୍ଧୁଥିଲା ବେଳେ ତାକୁ ଅନୁଭବ ହେଉଥାଏ ଭଗବାନଙ୍କ ପ୍ରସାଦ ରାନ୍ଧୁଛି। ସେ ଯେଉଁ କର୍ମ କରୁଥିଲା ବେଳେ ମଧ୍ୟ ସେ ଏତେ ତଲ୍ଲୀନ ହେଇକି କାର୍ଯ୍ୟ କରୁଥାଏ ଯେ ବୁଦ୍ଧି ଯୋଗ ମୁପାଶ୍ରିତ୍ୟ ତାର ସମସ୍ତ ବୁଦ୍ଧି ମୋ ସହିତ ଯୋଗଯୁକ୍ତ ହେଇକି ଉପାଶ୍ରିତ୍ୟ ମୋର ଆଶ୍ରୟର ସେ ଭିତରେ ଥାଏ, ମୋର ଆଶ୍ରୟର ବଳୟ ଭିତରେ ସେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଥାଏ। ମଚ୍ଚିତ୍ତଂ ସତତଂ ଭବ ଏବଂ ମୋ ଠାରେ ତାର ସମସ୍ତ ଚିତ୍ତକୁ ସେ ଲଗେଇ ଦେଇଥାଏ। ଏବଂ ଯେତେବେଳେ ଏହି ପ୍ରକାର ଭାବ ତାର ଥାଏ ମଚ୍ଚିତ୍ତଂ ସର୍ବଦୁର୍ଗାଣି ମୋତ୍ ପ୍ରସାଦାତ୍ ତରିଷ୍ୟସି ଅଥୋ ଚେତ୍ତ୍ୱମହଙ୍କାର ନଶ୍ୟସି ବିନକ୍ଷ୍ୟସି। ଯେତେବେଳେ ତାର ସମସ୍ତ ଚିତ୍ତ ସମସ୍ତ ଭାବନା ଶରୀର
ତାର ସବୁ କିଛି ଇନ୍ଦ୍ରିୟ ଗୁଡ଼ିକୁ ତାର ବୁଦ୍ଧି ମୋ ସହିତ ଯୋଗ କରିଦେଇଥାଏ ଏବଂ ମୋ ସହିତ ରମଣ କରୁଥାଏ। ସର୍ବଦା ସର୍ବତ୍ର କେବଳ ମୋତେ ହିଁ ଦେଖୁଥାଏ, ସମଭାବପନ୍ନ ହେଇକି ରହିଥାଏ। ସର୍ବଦୁର୍ଗାଣୀ ତରିଷ୍ୟସି ମୋ ପ୍ରସାଦ, ମୋ ପ୍ରସାଦରୁ ସମଗ୍ର ସର୍ବଦୁର୍ଗାଣୀ ସବୁ ପ୍ରକାର ଆପଦ ବିପଦ ତରିଷ୍ୟସି ସେ ତାରି ତରିଯାଏ। ତା ପାଖକୁ କୌଣସି ବିପଦ, କୌଣସି ସଙ୍କଟ, କୌଣସି ଆପଦ ତାକୁ ସ୍ପର୍ଶ କରିପାରେ ନାହିଁ। କାରଣ ସେ ହିଁ ମୋର ଆଶ୍ରିତ, ମୁପାଶ୍ରିତ୍ୟ, ମୋର ଆଶ୍ରିତ ହେଇକି ଥାଏ। ଭଗବାନ ଏକଥା କହିସାରିଲା ପରେ ଏତେବେଳେ ପୁଣି କହୁଛନ୍ତି, ଅଥ ଚେତ୍ତମହଙ୍କାରାନ୍ନ ଶେଷ୍ୟସି ବିନକ୍ଷ୍ୟସି। ଯିଏ ପ୍ରକୃତରେ ମୋତେ ଜାଣିଲା ନାହିଁ, ଯେ ଜିଦ୍ କଲା ମୁଁ ଭଗବାନଙ୍କୁ ଜାଣିବି ନାହିଁ, ମୋର ଏସବୁ ଦରକାର ନାହିଁ, ସେ ଅହଙ୍କାରାନ୍ନ, ସେ ଅହଙ୍କାର ଭିତରେ ରହିଲା, ମୋ କଥା ଶୁଣିଲା ନାହିଁ। ଚେତ୍ତ ଅହଙ୍କାରାନ୍ନ ନ ଶ୍ରୋଷ୍ୟସି, ମୋ କଥା ଶୁଣିଲା ନାହିଁ, ସେଥିରେ ମୁଁ କ'ଣ କରିବି? ବିନକ୍ଷ୍ୟସି, ସିଏ ନିଜେ ନିଜର ବିନାଶକୁ ଡାକି ନେଲା। ତୁମେ ନିଜ ନିଜର ବିନାଶର କାରଣ ହେଇଗଲ। ତୁମେ ଯଦି ଭଗବାନଙ୍କ କଥା, ମୋ କଥା ଶୁଣିଲ ନାହିଁ ଏବଂ ସେ ଅହଙ୍କାର ବଶତଃ, କାହିଁକି ସେ ଶୁଣିଲା ନାହିଁ? ଅହଙ୍କାର ତାକୁ ଏମିତି ଗୋଟେ ପାଚେରୀ ତିଆରି କରିଦେଇଛି, ସେ ଭଗବାନଙ୍କ କଥା ତା ଭିତରକୁ ପ୍ରବେଶ କରୁନାହିଁ। ସେ ନ ଶୁଣିକିରି ସେ ତା ଜିଦ୍ରେ ରହିଛି ଏବଂ ଜିଦ୍ରେ ରହି ସେ ଅହଙ୍କାରର ମିଥ୍ୟାରେ ପଡ଼ିକିରି ଯଦି ଜିଦ୍ରେ ରହିଗଲା, ଭଗବାନ ଏଠି କହୁଛନ୍ତି ବିନକ୍ଷ୍ୟସି, ତା ବିନାଶ ନିଶ୍ଚିତ, ତା ବିନାଶ ପ୍ରାପ୍ତ ହେବ। ସେ ସୁନ୍ଦର ଭାବରେ କଳ୍କି ପୁରାଣରେ ଅଛି, ଯେତେବେଳେ ମହାକାଳ ଏ ପୃଥିବୀର ପରିବର୍ତ୍ତନ ପାଇଁ ଭଗବତ ତତ୍ତ୍ୱକୁ ରୂପାନ୍ତର କରିବା ପାଇଁ ସେ ଏ ଜୀବମାନଙ୍କୁ ଘୋଷଣା କଲେ ଯେ ତୁମେ ବର୍ତ୍ତମାନ, ତୁମେ ଯେଉଁ ଅବସ୍ଥାରେ ତୁମକୁ ପରିବର୍ତ୍ତିତ ହେବାକୁ ପଡ଼ିବ। ସେତେବେଳେ ମହାକାଳ କହୁଛି ଯେ ମୁଁ ପରିବର୍ତ୍ତନ ହେବି ନାହିଁ। ଏ କାଳ କହୁଛି ମୁଁ ପରିବର୍ତ୍ତନ ହେବି ନାହିଁ। ସେତେବେଳେ ତାକୁ ବାଧ୍ୟ କରୁଛି, ତତେ ସମୟ ଦିଆଗଲା, ତୁ ପରିବର୍ତ୍ତନ ହ, ପରିବର୍ତ୍ତିତ ହ, ତୋର ପରିବର୍ତ୍ତନ ହେବା ଦରକାର। ସେ ଏଥିରେ କୌଣସି ପ୍ରକାର ରାଜି ହେଲା ନାହିଁ। ଅହଙ୍କାର ବଶତଃ କହୁଛି, ମୋର ଏତେ ସୁନ୍ଦର ବପୁ, ଏତେ ବିଶାଳ ବପୁ, ମୁଁ ସମସ୍ତଙ୍କ ପ୍ରଭୁତ୍ୱ ବିସ୍ତାର କରି ରହିଛି, ମୁଁ ଏ ଅବସ୍ଥାକୁ ମୁଁ ଛାଡ଼ିପାରିବି ନାହିଁ। ସେତେବେଳେ ମହାକାଳ ନିଜେ ତା ଛାତିରେ ଭଡ଼ା ଦେଇକରି ତାକୁ ବିଦୀର୍ଣ୍ଣ କରିଦେଉଛନ୍ତି, ତାକୁ ତାର ନଷ୍ଟ କରିଦେଉଛନ୍ତି। ଏମିତି ଅନେକ ଜୀବ ସଂସାର ନଷ୍ଟ ହେଇଯାଇଛନ୍ତି, ଡାଇନୋସର ଭଳିଆ ବହୁତ ବଡ଼ ବଡ଼ ଜୀବ। ଯିଏ ନିଜ ଅବସ୍ଥାରୁ ସଦାବେଳେ ପରିବର୍ତ୍ତିତ ହୋଇ ଭଗବତ ତତ୍ତ୍ୱରେ ରୂପାନ୍ତରିତ ହେବା ପାଇଁ ନଇଚ୍ଛା କରିବ, ଭଗବାନ ଏଠି ସତର୍କ କରିଦେଉଛନ୍ତି, ଶେଷ୍ୟସି ବିନକ୍ଷ୍ୟସି, ମୁଁ ତାଙ୍କୁ ବିନାଶ କରିଦେବି। ତେଣୁ ସେଠି ସୁନ୍ଦର ଭାବରେ କହୁଛନ୍ତି, ଯଦ ଅହଙ୍କାର ମାଶ୍ରିତ୍ୟ ନ ଯତ୍ସୈତି ମନ୍ୟସେ ମିଥ୍ୟୈଷ ବ୍ୟବସାୟସ୍ତେ ପ୍ରକୃତିସ୍ତ୍ୱା ନିଜକ୍ଷତି। ସେଠି ସେ ଅର୍ଜୁନକୁ ଏଠି ସତର୍କ କରାଇ ଦେଉଛନ୍ତି, ହେ ଅର୍ଜୁନ, ଯଦ୍ ଅହଙ୍କାରଂ ଆଶ୍ରିତ୍ୟ, ତୁମେ ଅହଙ୍କାରର ଆଶ୍ରିତ ହୋଇ ମିଥ୍ୟାଶ୍ରୟରେ ପଡ଼ିକିରି ନ ଯତ୍ସୈତି ମନ୍ୟସେ, ତୁମେ ଯୁଦ୍ଧ କରିବ ନାହିଁ ବୋଲି ମନରେ ଜିଦ୍ ଧରିକି ବସିବ, ମୁଁ ଯୁଦ୍ଧ କରିବି ନାହିଁ ମନସ୍ଥ କରୁଛ। ମିଥ୍ୟୈଷ, ତୁମେ ମିଥ୍ୟା ହାବୁଡ଼ରେ ତୁମେ ପଡ଼ିଯାଇଛ, ମିଥ୍ୟାର ଫାଶରେ ତୁମେ ପଶିଯାଇଛ। ବ୍ୟବସାୟସ୍ତେ, ସେ ମିଥ୍ୟା କାରଣରୁ କ'ଣ ଘଟିବ? ଅସ୍ତେ ପ୍ରକୃତି ସ୍ୱା ନିଜକ୍ଷସି, ତୁମେ ସିନା ପଡ଼ିଯିବ, ପଳେଇଯିବ, ଯୁଦ୍ଧ କରିବନି ବୋଲି ଜିଦ୍ କରି ବସିବ, କିନ୍ତୁ ପ୍ରକୃତି ସ୍ୱଂ ନିଜକ୍ଷସି, ପ୍ରକୃତି ତୁମକୁ ବାଧ୍ୟ କରିବ, ତୁମକୁ ନିୟୋଜନ କରିବ ଜବରଦସ୍ତ, କିନ୍ତୁ ଯୁଦ୍ଧ କର। ପ୍ରକୃତି ତୁମକୁ ବାଧ୍ୟ କରିବ, କାହିଁକି? ପ୍ରକୃତି ହିଁ ଭଗବାନଙ୍କର ଏଠି ଆକାଂକ୍ଷାକୁ ପୂରଣ କରିବା ପାଇଁ ସେ ବଦ୍ଧ ପରିକର। ତେଣୁ ତୁ ଯଦି
ଜିଦ୍ରୁ ଯଦି ଅପସରି ନ ଯାଉଛୁ ତାହେଲେ ତତେ ପ୍ରକୃତି ବାଧ୍ୟ କରିବ ଯେ ଯୁଦ୍ଧ କରିବାକୁ। ତେଣୁ ତୁ ବାଧ୍ୟ ହେବୁ ଯୁଦ୍ଧ କରିବାକୁ। ଏବଂ ସେଠି ଭଗବାନ ଏଠି ସୁନ୍ଦର ଭାବରେ କହୁଛନ୍ତି ତୁମ ପାଇଁ ସୁଯୋଗ ଦିଆଯାଇଛି, ତେଣୁ ତୁମେ ମୋ କଥା ଶୁଣ ଏବଂ କିପରି ତୁମେ ପରମ ମୁକ୍ତି ଲାଭ କରିବ, ମୋର ଅଭୟ ଶକ୍ତି ଭିତରେ ତୁମେ ନିଜକୁ ଆଶ୍ରୟ ଲାଭ କରିବ ଏବଂ ତୁମେ ସମସ୍ତ ଆପଦ ବିପଦରୁ ମୁକ୍ତ ଲାଭ କରି ଗୋଟେ ସୁନ୍ଦର ଜୀବନ ବଞ୍ଚିବ, ଗୋଟେ ମୁକ୍ତି ଜୀବନ ବଞ୍ଚିବ, ଗୋଟେ ଦୁଃଖବିହୀନ ପରମ ସୁଖ ଅନନ୍ତ ଶାନ୍ତିର ଜୀବନ ବଞ୍ଚିବ। ସେଥିପାଇଁ ମୋର ଆଶ୍ରିତ ହେବାକୁ ତୁମକୁ ପଡ଼ିବ। ଏବଂ ଭଗବାନ କଥା କହୁଛନ୍ତି, ଏକଥା ପୂର୍ବରୁ ସେ ପୁଣି ଅର୍ଜୁନକୁ କହିଛନ୍ତି, ତୁମେ ତ ମୋର କଥାରେ ଯୁଦ୍ଧ କରୁଛ, ତେଣୁ ତୁମର ଦାୟିତ୍ୱ ମୋର, ଏଠି ତୁମ ଭାବିବାର କିଛି ନାହିଁ। ତେଣୁ ସେଥିପାଇଁ ସେ ସ୍ଥୂଳ ଅର୍ଜୁନକୁ ତାର ସମସ୍ତ ପରାଭବକୁ ଭଗବାନ ଦେଖାଉଛନ୍ତି ଏବଂ ମଣିଷକୁ ବାଧ୍ୟ କରୁଛନ୍ତି ଯେ ତୁ ପରାଶ୍ରିତ ହ। ଏହି କଥା ଆଜି ଆମେ ସୁନ୍ଦର ଭାବରେ ଆଲୋଚନା କଲୁ ଏହି 5ଟି ଶ୍ଲୋକ ସହ। ବର୍ତ୍ତମାନ ଆମେ ପରସ୍ପର ଏହି କଥାକୁ ନେଇ ଆଲୋଚନା କରିବା। ଆଉ ଏ ଗୀତାର ଯେଉଁ ସର୍ବମୂଲ୍ୟବାଦ କଥା ଆମ ସମସ୍ତଙ୍କୁ ନିଶ୍ଚିତ ସ୍ପର୍ଶ କରୁଛି ଯେ ଭଗବାନଙ୍କ ସହିତ ଭଗବାନଙ୍କର ଅଭୟ ଆଶ୍ରୟ ଭିତରେ ମଣିଷ ରହିଲେ ମଣିଷ କେମିତି ସମସ୍ତ ଆପଦ ବିପଦରୁ ନିସ୍ତାର ପାଏ ଏବଂ ତା ଜୀବନର ପରମ ଲକ୍ଷ୍ୟକୁ ସେ ପ୍ରାପ୍ତ କରିପାରେ। ଯଦି ସେ ନ କରେ ଭଗବାନ ତାକୁ ସତର୍କ କରାଇ ଦେଉଛନ୍ତି, ତାର ବିନାଶ ସୁନିଶ୍ଚିତ। ତେଣୁ ବର୍ତ୍ତମାନ ଆମେ ଏହି କଥା ସହିତ ଆମେ ଆଲୋଚନା କରିବା। ଏବେ ଆଲୋଚନା ଆରମ୍ଭ କରିବା। ପ୍ରାୟ ଆମର ରବ ଭାଇ ନାହିଁ, ଗୌରରୀ ଭାଇ ଆଲୋଚନା ଆରମ୍ଭ କରନ୍ତୁ। ଗୌରରୀ ଭାଇ ଶୁଣିପାରୁଛନ୍ତି?